ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ଗ୍ରାମ ପଞ୍ଚାୟତର ସରପଞ୍ଚ ରଘୁନାଥ ଜେନାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଭିନ୍ନ ୱାର୍ଡର ସଭ୍ୟମାନେ। 2.5 ବର୍ଷ ଧରି ସରପଞ୍ଚ ଶ୍ରୀ ଜେନା କୌଣସି ୱାର୍ଡ ସଭ୍ୟଙ୍କୁ ନ ପଚାରି ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ମନମୁଖୀ ଭାବରେ କରିଚାଲିଛନ୍ତି। ପଞ୍ଚାୟତର ମାସିକିଆ ବୈଠକରେ ଏ ବିଷୟରେ ପ୍ରଶ୍ନ କଲେ ଅସମ୍ମାନ କରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି। କୌଣସି କାର୍ଯ୍ୟ ବାବଦରେ ଜାଣିବାକୁ ଚାହିଁଲେ ବାହାର ଲୋକଙ୍କ ମାଧ୍ୟମରେ ଧମକ ଦେଉଛନ୍ତି। ପ୍ରତ୍ୟେକ ୱାର୍ଡରେ ହେଉଥିବା ସରକାରୀ କାର୍ଯ୍ୟକ୍ରମକୁ ସଭ୍ୟମାନଙ୍କୁ ଡକାଯାଉନାହିଁ। ପ୍ରତ୍ୟେକ ଉନ୍ନତିମୂଳକ କାମରେ ଠିକାଦାରଙ୍କଠାରୁ ଚାନ୍ଦା ଆଦାୟ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତକୁ ଆସିଥିବା ସରକାରୀ ଅର୍ଥ ପ୍ରାୟ 70 ଲକ୍ଷ ଟଙ୍କା କାର୍ଯ୍ୟ ଅନୁହୋଇ ପଡ଼ି ରହିଛି। ଏ ବାବଦରେ ପଚାରିବାରୁ ଧମକ ଦେଉଛନ୍ତି। ଏଣୁ ସରପଞ୍ଚ ଶ୍ରୀ ଜେନାଙ୍କ ଉପରେ ଆସ୍ଥା ହରାଇ ଗ୍ରାମ ପଞ୍ଚାୟତ ଆଇନ ଧାରା 24 ଅନୁଯାୟୀ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ନାୟବ ସରପଞ୍ଚ ଶର୍ମିଷ୍ଠା ମାଝୀ ଏବଂ 13 ୱାର୍ଡ ମେମ୍ବର ପାଣ୍ଡବ ମାଝୀ। ଅଭିଯୋଗଟିକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ଅଭିଯୋଗକାରୀଙ୍କୁ କହିଛନ୍ତି ଉପଜିଲ୍ଲାପାଳ। ବାଲେଶ୍ୱରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।